ହ୍ୟାଲୋ ଏଭ୍ରିୱାନ୍, ଆପଣମାନଙ୍କୁ ସ୍ୱାଗତ କରୁଛି। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ଆଜିର ଏହି ସେସନ୍ରେ ଆମେ ଆଲୋଚନା କରିବା ପିଲାମାନେ ଓଡ଼ିଆ ଗ୍ରାମାରର ମୋଷ୍ଟ ଇମ୍ପୋର୍ଟାଣ୍ଟ MCQ କ୍ୱେଶ୍ଚନ୍ ଗୁଡ଼ିକ ଏଥିରେ ଆମେ ଫୁଲ୍ ଡିସ୍କସ୍ କରିବା। ଆଗାମୀ ଯେତେ ସାରା ଆଗକୁ OSSR ଏକ୍ଜାମ୍ ଅଛି ପିଲାମାନେ, ଯେମିତିକି ଆପଣଙ୍କର ଫରେଷ୍ଟ ଗାର୍ଡ଼ ହେଇଗଲା, ଫରେଷ୍ଟର, ଏକ୍ସାଇଜ୍ କନେଷ୍ଟବଲ୍, RI, ARI, ଅମିନ, SFS, ICDS ସୁପରଭାଇଜର, ଯେତେ ସାରା ଆଗକୁ ଅପକମିଂ ଏକ୍ଜାମ୍ ଅଛି ପିଲାମାନେ, ତ ଆପଣମାନଙ୍କ ପାଇଁ କ୍ଲାସ୍ଟି ବହୁତ ହି ହେଲ୍ପଫୁଲ୍ ରହିବ। ଯଦି ପ୍ରଥମ କରି ଚ୍ୟାନେଲରେ ଆସୁଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ ରଖନ୍ତୁ, ଯାହାଫଳରେ କି ଆପଣମାନେ ନୂଆ ନୂଆ କ୍ଲାସ୍ର ପ୍ରଥମେ ଦେଖିବାକୁ ପାଇପାରିବେ। ତ ଚାଲନ୍ତୁ ପିଲାମାନେ ଡେରି ନକରି ଆରମ୍ଭ କରିବା କ୍ଲାସ୍। ତ ଦେଖନ୍ତୁ, ଫାର୍ଷ୍ଟ କ୍ୱେଶ୍ଚନ୍ ରହିଛି, ସଞ୍ଚିତକୁ ବହୁ ପଦରେ ପ୍ରକାଶ କଲେ କ'ଣ ହେବ? ତ ସଞ୍ଚିତ ଦେଇଛି ପିଲାମାନେ, ଏଇଟା ଏକ ପଦରେ ଦେଇଛି, ତାକୁ ଯଦି ଆମେ ବହୁ ପଦରେ ପ୍ରକାଶ କଲେ କ'ଣ ହେବ? ଅପସନ୍ ଏରେ ଦେଇଛି ପିଲାମାନେ ଯାହା ସଞ୍ଚୟ ହେବା ଉଚିତ, ବିରେ ଦେଇଛି ଯେଉଁଗୁଡ଼ିକ ସଞ୍ଚୟ କରାଯିବ, ନା ଯାହା ସଞ୍ଚୟ କରାଯାଇଛି, ନା ଏମାନଙ୍କ ମଧ୍ୟରୁ କୌଣସି ନୁହେଁ। ରାଇଟ୍ ଆନ୍ସର୍ କେଉଁଟା ହେବ ପିଲାମାନେ? ରାଇଟ୍ ଆନ୍ସର୍ ଯିବ ଆପଣଙ୍କର ଅପସନ୍ ନମ୍ବର ସି ପିଲାମାନେ, ଯାହା ସଞ୍ଚୟ କରାଯାଇଛି। ମନେ ରଖିବେ, ସଞ୍ଚିତକୁ ବହୁ ପଦରେ ପ୍ରକାଶ କଲେ କ'ଣ ହେବ? ନା ଯାହା ସଞ୍ଚୟ କରାଯାଇଛି ହେବ। ତ ଅପସନ୍ ନମ୍ବର ସି ଯିବ ଆପଣଙ୍କର ରାଇଟ୍ ଆନ୍ସର୍, ମନେ ରଖିବେ। ତ ନେକ୍ସଟ ଦେଖିବା। ତ ନେକ୍ସଟ କ୍ୱେଶ୍ଚନ୍ ରହିଛି, ନିମ୍ନଲିଖିତ ମଧ୍ୟରୁ କେଉଁଟି ସମୁଦ୍ରର ପ୍ରତିଶବ୍ଦ ନୁହେଁ? ତ ଚାରିଟି ଅପସନ୍ ଦେଇଛି ପିଲାମାନେ, ତ ଚାରିଟି ଅପସନ୍ ମଧ୍ୟରୁ କେଉଁଟା ଗୋଟେ ସମୁଦ୍ରର ପ୍ରତିଶବ୍ଦ କେଉଁଟା ନୁହେଁ ପିଲାମାନେ? ଅପସନ୍ ଏରେ ଦେଇଛି ସରିତପତି ଦେଇଛି, ବିରେ ଦେଇଛି ଆମ୍ବନିଧି ଦେଇଛି, ସିରେ ଦେଇଛି ଅର୍ଣ୍ଣବ ଦେଇଛି, ଡିରେ ଦେଇଛି ଭାସ୍କର ଦେଇଛି। ରାଇଟ୍ ଆନ୍ସର୍ କେଉଁଟା ହେବ? ରାଇଟ୍ ଆନ୍ସର୍ ଯିବ ଆପଣଙ୍କର ଅପସନ୍ ନମ୍ବର ଡି ପିଲାମାନେ, ଭାସ୍କର ନୁହେଁ ପିଲାମାନେ। ଭାସ୍କର କିନ୍ତୁ ସମୁଦ୍ରର ଗୋଟେ ପ୍ରତିଶବ୍ଦ ନୁହେଁ, ଏଇଟା ହେଉଛି ପିଲାମାନେ ସୂର୍ଯ୍ୟର ଗୋଟେ ପ୍ରତିଶବ୍ଦ, ମନେ ରଖିବେ। ତ ସମୁଦ୍ରର ପ୍ରତିଶବ୍ଦ ହେଇଗଲା ପିଲାମାନେ ସରିତପତି, ଆମ୍ବନିଧି, ଅର୍ଣ୍ଣବ, ଆଉ କ'ଣ କହିବା ପିଲାମାନେ? ବାରିଧି କହିବା, ଅମ୍ବୁଧି ହେଇଗଲା, ପୟୋଧି, ରତ୍ନାକର, ଜଳଧି, ସାଗର, ସିନ୍ଧୁ। ଏସବୁ ହେଉଛି ପିଲାମାନେ ଗୋଟେ ଗୋଟେ ସମୁଦ୍ର ପ୍ରତିଶବ୍ଦ, ମନେ ରଖିବେ। ସରିତପତି, ଆମ୍ବନିଧି, ଅର୍ଣ୍ଣବ ହେଇଗଲା, ବାରିଧି, ଅମ୍ବୁଧି, ପୟୋଧି, ରତ୍ନାକର, ଜଳଧି, ସାଗର, ସିନ୍ଧୁ। ଏସବୁ ହେଉଛି ପିଲାମାନେ ଗୋଟେ ଗୋଟେ ସମୁଦ୍ରର ଗୋଟେ ଗୋଟେ ପ୍ରତିଶବ୍ଦ, ମନେ ରଖିବେ। ମୋଷ୍ଟ ଇମ୍ପୋର୍ଟାଣ୍ଟ, ଭାସ୍କର କିନ୍ତୁ ନୁହେଁ ପିଲାମାନେ। ତ ଅପସନ୍ ନମ୍ବର ଡି ଯିବ ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା। ତ ନେକ୍ସଟ କ୍ୱେଶ୍ଚନ୍ ରହିଛି, କେଉଁ ଶବ୍ଦଟି ଅଜ୍ଞାନର ସାମର୍ଥ୍ୟ ଶବ୍ଦ ନୁହେଁ? ଅଜ୍ଞାନର ସାମର୍ଥ୍ୟ ଶବ୍ଦ କେଉଁଟା ନୁହେଁ ପିଲାମାନେ? ଅପସନ୍ ଏରେ ଦେଇଛି କାମନା ଦେଇଛି, ବିରେ ଦେଇଛି ମୂର୍ଖତା ଦେଇଛି, ସିରେ ଦେଇଛି ଅଦ୍ୱୈତ ଦେଇଛି, ଡିରେ ଦେଇଛି ଜରଡ଼ା ଦେଇଛି। ତ ଚାରିଟି ଅପସନ୍ ମଧ୍ୟରୁ କେଉଁଟା ଗୋଟେ ଅଜ୍ଞାନର ସାମର୍ଥ୍ୟ ଶବ୍ଦ କେଉଁଟା ନୁହେଁ? କେଉଁଟା ନୁହେଁ ପିଲାମାନେ? ରାଇଟ୍ ଆନ୍ସର୍ କେଉଁଟା ହେବ? ରାଇଟ୍ ଆନ୍ସର୍ ଯିବ ଆପଣଙ୍କର ଅପସନ୍ ନମ୍ବର ଏ, କାମନା ପିଲାମାନେ। କାମନା କିନ୍ତୁ ଅଜ୍ଞାନର ସାମର୍ଥ୍ୟ ଶବ୍ଦ ନୁହେଁ। କାମନା ଅର୍ଥ କ'ଣ ପିଲାମାନେ? ଇଚ୍ଛା କହିବା, ଆକାଂକ୍ଷା ମଧ୍ୟ କହିବା, ଅଭିଳାଷ ମଧ୍ୟ କହିବା, ମନେ ରଖିବେ। ତ ଅପସନ୍ ନମ୍ବର ଏ ଯିବ ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା। ତ ନେକ୍ସଟ କ୍ୱେଶ୍ଚନ୍ ରହିଛି, କୁକୁରଟି ଦୌଡ଼ୁଅଛି। କୁକୁରଟି ଦୌଡ଼ୁଅଛି। ତ ଦୌଡ଼ୁଅଛି ପିଲାମାନେ, ତ ଏଇଟା ଗୋଟେ କେଉଁ କାଳ ପିଲାମାନେ? ବର୍ତ୍ତମାନ, ନା ଅତୀତ, ନା ଭୂତ, ନା ଭବିଷ୍ୟତ ପିଲାମାନେ? କେଉଁ କାଳ ଏଇଟା? ମନେ ରଖିବେ। ତ ଏଇଟା ହେଉଛି ପିଲାମାନେ ଆପଣଙ୍କର ବର୍ତ୍ତମାନ କାଳ ପିଲାମାନେ। ଦୌଡ଼ୁଅଛି, ଛି ଲାଗିଛି ପିଲାମାନେ। ଯେଉଁ ଜାଗାରେ କି ବର୍ତ୍ତମାନ କାଳରେ ଲାଗିବ ଛ, ଛା, ଛି, ଯଦି ଲାଗିଲା ମାନେ ସେଇଟା ହେଇଗଲା ପିଲାମାନେ ବର୍ତ୍ତମାନ କାଳ, ମନେ ରଖିବେ। ଆଉ ଅତୀତ କାଳରେ କ'ଣ ଲାଗିବ ପିଲାମାନେ? ଲ, ଲା, ଲି, ମନେ ରଖିବେ। ଆଉ ଭବିଷ୍ୟତରେ ଲାଗିବ ବ, ବା, ବି, ଏସବୁ ଲାଗିଲା ମାନେ ଭବିଷ୍ୟତ କାଳ ହେବ। ତ ଅପସନ୍ ନମ୍ବର ଏ ଯିବ ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା। ତ ନେକ୍ସଟ କ୍ୱେଶ୍ଚନ୍ ରହିଛି, ରାଜା ପୁରୋହିତଙ୍କ ଦ୍ୱାରା ଯଜ୍ଞ କରାଉଛନ୍ତି। ଏହି ବାକ୍ୟରେ ରାଜା କେଉଁ କର୍ତ୍ତା ପିଲାମାନେ? ରାଜା କାହା ଦ୍ୱାରା ଯଜ୍ଞ କରାଉଛନ୍ତି? ନା ପୁରୋହିତଙ୍କ ଦ୍ୱାରା ଯଜ୍ଞ କରାଉଛନ୍ତି। ତ ଏହି ବାକ୍ୟରେ ରାଜା କେଉଁ କର୍ତ୍ତା ପିଲାମାନେ? ପ୍ରଯୋଜ୍ୟ, ନା ପ୍ରଯୋଜକ, ନା ମୁଖ୍ୟକର୍ତ୍ତା, ନା କେଉଁଠି ନୁହେଁ? ରାଇଟ୍ ଆନ୍ସର୍ କେଉଁଟା ହେବ ପିଲାମାନେ? ରାଇଟ୍ ଆନ୍ସର୍ ଯିବ ଆପଣଙ୍କର ଅପସନ୍ ନମ୍ବର ବି ଯିବ ଆପଣଙ୍କର ରାଇଟ୍ ଆନ୍ସର୍ ପିଲାମାନେ। ଏଇଟା ହେଉଛି ପିଲାମାନେ ପ୍ରଯୋଜକ କର୍ତ୍ତା। କାହିଁକି ନା ସେ କାର୍ଯ୍ୟକୁ ନିଜେ ନ କରି ଅନ୍ୟ ଦ୍ୱାରା କରାଉଛନ୍ତି।
ତ ସେଇଟା ହେଇଗଲା ପ୍ରଯୋଗ କର୍ତ୍ତା। ମନେ ରଖିବେ। ତ ଅପସନ୍ ନମ୍ବର ବି ଯିବ ଆପଣଙ୍କର ରାଇଟ୍ ଆନ୍ସର୍ ପିଲାମାନେ। ତ ନେକ୍ସଟ ଦେଖିବା। ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ଶୁଦ୍ଧ ବନାନ ଥିବା ବାକ୍ୟକୁ ଚୟନ କର। ତ ଚାରିଟି ଅପସନ୍ ଦେଇଛି ପିଲାମାନେ। ତ ଚାରିଟି ଅପସନ୍ ମଧ୍ୟରୁ ତ ଶୁଦ୍ଧ ବନାନ ଥିବା ବାକ୍ୟ କେଉଁଟା ପିଲାମାନେ? ଅପସନ୍ ଏରେ ଦେଇଛି ଦେଖନ୍ତୁ ଫକୀର ମୋହନ ମାମୁଁ ଉପନ୍ୟାସ ରଚନା କରିଥିଲେ। ବିରେ ମଧ୍ୟ ଦେଇଛି ଫକୀର ମୋହନ ମାମୁଁ ଉପନ୍ୟାସ ରଚନା କରିଥିଲେ। ସିରେ ମଧ୍ୟ ଦେଇଛି ଫକୀର ମୋହନ ମାମୁଁ ଉପନ୍ୟାସ ରଚନା କରିଥିଲେ। ଡିରେ ମଧ୍ୟ ଦେଇଛି ଫକୀର ମୋହନ ମାମୁଁ ଉପନ୍ୟାସ ରଚନା କରିଥିଲେ। ତ ଫକୀର ମୋହନ ସବୁ ଠିକ୍ ଅଛି ପିଲାମାନେ। ଅପସନ୍ ଏ ବି ସି ଡି ଠିକ୍ ଅଛି। ତ ଉପନ୍ୟାସ ମଧ୍ୟ ଠିକ୍ ଅଛି ପିଲାମାନେ। ରଚନା ମଧ୍ୟ ଠିକ୍ ଅଛି। କରିଥିଲେ ମଧ୍ୟ ଠିକ୍ ଅଛି ପିଲାମାନେ। ତ ଦେଖନ୍ତୁ ମଝିରେ ଦେଖନ୍ତୁ ମାମୁଁ। ତ ଏଇଟା ଚାରିଟି ଅପସନ୍ ମଧ୍ୟରୁ କେଉଁଟା ଠିକ୍ ଅଛି ପିଲାମାନେ? ମାମୁଁ। ତ ଦେଖନ୍ତୁ ଅପସନ୍ ଏ ଦେଇଛି ମାମୁଁ। ମୋ ତଳେ ଦେଇଛି ହର୍ଷୁକାର ଦେଇଛି ପୁଣି ଚନ୍ଦ୍ରବିନ୍ଦୁ ଲାଗିଛି ପିଲାମାନେ। ତ ଏଇଟା ହେବ ନାହିଁ ପିଲାମାନେ। ତ ମୋରେ ହର୍ଷୁକାର ଲାଗିଛି। ତ ଏଇଟା ଠିକ୍ ଅଛି ପିଲାମାନେ। ମାମୁଁ ମୋରେ ଆକାର ମୋରେ ହର୍ଷୁକାର ଲାଗିବ ମାମୁଁ। ତ ଏଇଟା ହେଇଯିବ ଠିକ୍। ତ ଅପସନ୍ ନମ୍ବର ବି ଯିବ ଆପଣଙ୍କର ରାଇଟ୍ ଆନ୍ସର୍। ତ ଏଥିରେ ଦେଇଛି ଅପସନ୍ ସିରେ ଦେଇଛି ଦେଖନ୍ତୁ ପିଲାମାନେ ମୋ ତଳେ ଦେଇଛି ଦୀର୍ଘକାର ଦେଇଛି। ତ ଏଇଟା ହେବ ନାହିଁ ପିଲାମାନେ। ତ ଅପସନ୍ ଡିରେ ମଧ୍ୟ ଦେଇଛି ମୋ ତଳେ ଦେଇଛି ଦୀର୍ଘକାର ପୁଣି ଚନ୍ଦ୍ରବିନ୍ଦୁ ଲାଗିଛି। ତ ସେଇଟା ପାଇଁ ହେଲା ନାହିଁ। ତ ଅପସନ୍ ନମ୍ବର ବି ଯିବ ଆପଣଙ୍କର ରାଇଟ୍ ଆନ୍ସର୍ ମାମୁଁ। ଅପସନ୍ ନମ୍ବର ବି ଫକୀର ମୋହନ ମାମୁଁ ଉପନ୍ୟାସ ରଚନା କରିଥିଲେ। ଅପସନ୍ ନମ୍ବର ବି। ତ ନେକ୍ସଟ ଦେଖିବା। ତ ନେକ୍ସଟ କ୍ୱେଶ୍ଚନ୍ ରହିଛି କେଉଁ ଶବ୍ଦରେ ଧା ଧାତୁ ନାହିଁ? ତ ଚାରିଟି ଅପସନ୍ ଦେଇଛି ପିଲାମାନେ। ତ କେଉଁ ଶବ୍ଦରେ ଧା ଧାତୁ ନାହିଁ? ଜଳଧି ଦେଇଛି, ବିଧି ଦେଇଛି, ନିଧି ଦେଇଛି, ଜଳଦ ଦେଇଛି। ତ ଚାରିଟି ଅପସନ୍ ମଧ୍ୟରୁ କେଉଁ ଶବ୍ଦରେ ଧା ଧାତୁ ନାହିଁ? ଏଥିରେ ଆମେ ଗଠନୀତି କରିବା ପିଲାମାନେ। ତ ଦେଖନ୍ତୁ ଜଳ ଯୁକ୍ତ ଧା ଯୁକ୍ତ ଇ ଜଳଧି। ତ ଏଇଟା ଠିକ୍ ଅଛି ପିଲାମାନେ। ଏଇ ଶବ୍ଦରେ ଧା ଧାତୁ ଅଛି। ଅପସନ୍ ନମ୍ବର ବି ଦେଖନ୍ତୁ ବି ଯୁକ୍ତ ଧା ଯୁକ୍ତ ଇ ବିଧି। ତ ଏଇଟା ମଧ୍ୟ ଠିକ୍ ଅଛି। ଅପସନ୍ ସି ଦେଖନ୍ତୁ ନିଯୁକ୍ତ ଧା ଯୁକ୍ତ ଇ ନିଧି। ତ ଏଇଟା ମଧ୍ୟ ଠିକ୍ ଅଛି। ତ ଜଳଦ ହେବ ନାହିଁ ପିଲାମାନେ। ତ ଅପସନ୍ ନମ୍ବର ଡି। ତ ଦେଖନ୍ତୁ ଜଳ ଯୁକ୍ତ ଅ ଜଳ ଯୁକ୍ତ ଦ ଯୁକ୍ତ ଅ ଜଳଦ। ତ ଏ ଶବ୍ଦରେ ଧା ଧାତୁ ଲାଗେ ନାହିଁ। ତ ଅପସନ୍ ନମ୍ବର ଡି ଯିବ ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା। ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ଦଣ୍ଡାଦେଶ ଶବ୍ଦଟିକୁ ସନ୍ଧି ବିଚ୍ଛେଦ କଲେ କ'ଣ ହେବ ପିଲାମାନେ? ଦଣ୍ଡାଦେଶ ଶବ୍ଦଟିକୁ ସନ୍ଧି ବିଚ୍ଛେଦ କଲେ କ'ଣ ହେବ? ଅପସନ୍ ଏରେ ଦେଇଛି ଦେଖନ୍ତୁ ଦଣ୍ଡାଯୁକ୍ତ ଦେଶ, ବିରେ ଦେଇଛି ଦଣ୍ଡଯୁକ୍ତ ଆଦେଶ, ସିରେ ଦେଇଛି ଦାଣ୍ଡଯୁକ୍ତ ଦେଶ, ଡି ଦେଇଛି ଦଣ୍ଡାଯୁକ୍ତ ଆଦେଶ। କେଉଁଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଇଯିବ ଆପଣଙ୍କର ଅପସନ୍ ନମ୍ବର ବି ଦଣ୍ଡଯୁକ୍ତ ଆଦେଶ ଦଣ୍ଡାଦେଶ। ମନେ ରଖିବେ। ତ ସନ୍ଧି କେତେ ଭାଗରେ ବିଭକ୍ତ କରାଯାଇଛି ପିଲାମାନେ? ଆମ ଓଡ଼ିଆରେ ସନ୍ଧି କେତେ ଭାଗରେ ବିଭକ୍ତ କରାଯାଇଛି? କେତେ ଭାଗରେ? ମନେ ରଖିବେ 3 ଭାଗରେ ବିଭକ୍ତ କରାଯାଇଛି ପିଲାମାନେ। ଗୋଟେ ହେଉଛି ସ୍ୱର ସନ୍ଧି, ଆଉ ଗୋଟେ ହେଉଛି ପିଲାମାନେ ବ୍ୟଞ୍ଜନ ସନ୍ଧି, ଆଉ ଗୋଟେ ହେଉଛି ବିସର୍ଗ ସନ୍ଧି। ମନେ ରଖିବେ। ତ ଅପସନ୍ ନମ୍ବର ବି ଯିବ ଆପଣଙ୍କର ରାଇଟ୍ ଆନ୍ସର୍। ତ ନେକ୍ସଟ ଦେଖିବା। ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ଯଥା ପ୍ରଭୁ ତଥା ଭୃତ୍ୟ ରେଖାଙ୍କିତ ପଦଦ୍ୱୟ କେଉଁ ଅବ୍ୟୟ ଚିହ୍ନଟ କର? ଯଥା ତଥା ପିଲାମାନେ। ତ ଏଇଟା ଗୋଟେ କେଉଁ ପ୍ରକାର ଅବ୍ୟୟ ପଦ ପିଲାମାନେ? ସମାଧାନ ସୂଚକ ନା ଆଳଙ୍କାରିକ ନା ବିପସାର୍ଥକ ନା ସାଦୃଶ୍ୟବାଚକ ପିଲାମାନେ? କେଉଁଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ଯିବ ଆପଣଙ୍କର ଅପସନ୍ ନମ୍ବର ଡି ପିଲାମାନେ। ତ ଏଇଟା ହେଉଛି ସାଦୃଶ୍ୟବାଚକ। ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବ। ତ ନେକ୍ସଟ କ୍ୱେଶ୍ଚନ୍ ରହିଛି କ୍ରୋଧ ମନୁଷ୍ୟର ପରମ ଶତ୍ରୁ ରେଖାଙ୍କିତ ପଦଟି କି ପ୍ରକାର ବିଶେଷ ପଦ ପିଲାମାନେ? କ୍ରୋଧ ମନୁଷ୍ୟର ପରମ ଶତ୍ରୁ ରେଖାଙ୍କିତ ପଦଟି କି ପ୍ରକାର ବିଶେଷ୍ୟ? ବ୍ୟକ୍ତିବାଚକ ନା ବସ୍ତୁ ନା ଜାତି ନା ଗୁଣ? କେଉଁଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଇଯିବ ଆପଣଙ୍କର ଅପସନ୍ ନମ୍ବର ଡି ପିଲାମାନେ। ତ ଏଇଟା ହେଉଛି ପିଲାମାନେ ଗୁଣବାଚକ ବିଶେଷ୍ୟ। କୌଣସି ବ୍ୟକ୍ତିକୁ ବୁଝୁନାହିଁ କି ବସ୍ତୁକୁ ବୁଝୁନାହିଁ
ନା ଜାତିକୁ ବୁଝେଇ ନାହିଁ। ତ ଏଇଟା ହେଇଗଲା ଗୁଣବାଚକ ବିଶେଷ ପଦ। ତ ଅପସନ୍ ନମ୍ବର ଡି। ତ ଗୁଣବାଚକ ବିଶେଷ ପଦ କାହାକୁ କୁହାଯାଏ ପିଲାମାନେ? ଯେଉଁ ପଦ ଗୁଡ଼ିକ କୌଣସି ଗୁଣର ନାମକୁ ବୁଝାଏ ସେଗୁଡ଼ିକୁ ଆମେ କହିବା ଗୁଣବାଚକ ବିଶେଷ ପଦ କହିବା। ମନେ ରଖିବେ। ଆଉ ଗୁଣବାଚକ ବିଶେଷ ପଦକୁ ଦେଖି ହୁଏ ନାହିଁ କି ସ୍ପର୍ଶ କରି ହୁଏ ନାହିଁ, ଏଗୁଡ଼ିକ କେବଳ ଅନୁଭବ କରି ହୋଇଥାଏ। ତ ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା, ଆମୋଦ ଶବ୍ଦର ବିପରୀତ ଶବ୍ଦ କ'ଣ ହେବ ପିଲାମାନେ? ଆମୋଦ ଶବ୍ଦର ବିପରୀତ ଶବ୍ଦ କ'ଣ ହେବ? ପ୍ରସାରଣ ନା ପ୍ରାସାଦ ନା ବିଷାଦ ନା ସୁଖ ପିଲାମାନେ? କେଉଁଟା ହେବ? ଆମୋଦ ଶବ୍ଦର ବିପରୀତ ଶବ୍ଦ କ'ଣ ହେବ? ମନେ ରଖିବେ, ଆମୋଦ ଶବ୍ଦର ବିପରୀତ ଶବ୍ଦ ହେଇଯିବ ପିଲାମାନେ ବିଷାଦ ହେବ ପିଲାମାନେ, ବିଷାଦ। ମନେ ରଖିବେ, ଆମୋଦ ଶବ୍ଦର ବିପରୀତ ଶବ୍ଦ ହେଇଯିବ ବିଷାଦ। ଆଉ ପ୍ରସାରଣର ବିପରୀତ ଶବ୍ଦ କ'ଣ ହେବ ପିଲାମାନେ? ପ୍ରସାରଣ ହେଇଯିବ ପିଲାମାନେ ସଂକୋଚନ ପିଲାମାନେ, ସଂକୋଚନ ହେବ। ମନେ ରଖିବେ। ଆଉ ପ୍ରାସାଦର ହେଇଯିବ ପିଲାମାନେ କୁଟୀର, କୁଟୀର ପିଲାମାନେ, ପ୍ରାସାଦର କୁଟୀର ହେବ। ଆଉ ସୁଖର ବିପରୀତ ଶବ୍ଦ ହେଇଯିବ ଦୁଃଖ ପିଲାମାନେ, ମନେ ରଖିବେ। ତ ନେକ୍ସଟ ଦେଖିବା, ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ଆଜି କେତେ ତାରିଖ? ତ ଏଇଟା ଗୋଟେ କି ପ୍ରକାର ବାକ୍ୟ ପିଲାମାନେ? ଆଜି କେତେ ତାରିଖ? ତ ଏଇଟା ଗୋଟେ କି ପ୍ରକାର ବାକ୍ୟ? ବିବୃତ୍ତି ସୂଚକ ନା ପ୍ରଶ୍ନ ସୂଚକ ନା ଆଦେଶାତ୍ମକ ନା ବିସ୍ମୟ ସୂଚକ? କେଉଁଟା ହେବ ରାଇଟ୍ ଆନ୍ସର? ଏ ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ଡି ହେଇଯିବ ରାଇଟ୍ ଆନ୍ସର ପିଲାମାନେ। ତ ଏଇଟା ହେଉଛି ପିଲାମାନେ ବିସ୍ମୟ ସୂଚକ, ମନେ ରଖିବେ ଅପସନ୍ ନମ୍ବର ଡି। ତ ନେକ୍ସଟ ଦେଖିବା, ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ଅଚିହ୍ନା ଲୋକଙ୍କୁ କି ବିଶ୍ୱାସ? ବାକ୍ୟଟି କେଉଁ ପ୍ରକାର ଅଟେ ପିଲାମାନେ? ଅଚିହ୍ନା ଲୋକଙ୍କୁ କି ବିଶ୍ୱାସ? ବାକ୍ୟଟି କେଉଁ ପ୍ରକାର ଅଟେ? ବିବୃତ୍ତି ସୂଚକ ନା ନାସ୍ତି ସୂଚକ ନା ପ୍ରଶ୍ନ ସୂଚକ ନା ବିସ୍ମୟ ସୂଚକ ପିଲାମାନେ? କେଉଁଟା ହେବ ରାଇଟ୍ ଆନ୍ସର? ଅଚିହ୍ନା ଲୋକଙ୍କୁ କି ବିଶ୍ୱାସ? ତ ଏଇଟା ହେଉଛି ପିଲାମାନେ ବିସ୍ମୟ ସୂଚକ ବାକ୍ୟ ହେବ ପିଲାମାନେ। ଅଚିହ୍ନା ଲୋକଙ୍କୁ କି ବିଶ୍ୱାସ? ତ ଏଇଟା ହେଇଯିବ ଆପଣଙ୍କର ବିସ୍ମୟ ସୂଚକ ହେବ, ମନେ ରଖିବେ। ଯଦି ଆମେ ବିବୃତ୍ତି ସୂଚକରେ ଆମେ ପରିବର୍ତ୍ତନ କଲେ କ'ଣ ହେବ? ମନେ ରଖିବେ, ଅଚିହ୍ନା ଲୋକଙ୍କୁ ବିଶ୍ୱାସ କରିବା ଭୁଲ ହେବ ପିଲାମାନେ, ଅଚିହ୍ନା ଲୋକଙ୍କୁ ବିଶ୍ୱାସ କରିବା ଭୁଲ ହେବ। ଆଉ ନାସ୍ତି ସୂଚକରେ କ'ଣ ହେବ? ନା ଅଚିହ୍ନା ଲୋକଙ୍କୁ ବିଶ୍ୱାସ କରିବା ଉଚିତ ନୁହେଁ, ନୁହେଁ ଲାଗିବ ପିଲାମାନେ। ଆଉ ପ୍ରଶ୍ନ ସୂଚକରେ ହେଇଯିବ ଅଚିହ୍ନା ଲୋକଙ୍କୁ କ'ଣ ବିଶ୍ୱାସ କରାଯାଏ, ମନେ ରଖିବେ କ'ଣ ଲାଗିବ? ତ ଅପସନ୍ ନମ୍ବର ଡି ହେଇଯିବ ଆପଣଙ୍କର ରାଇଟ୍ ଆନ୍ସର। ତ ଦେଖନ୍ତୁ ପିଲା, 12 ନମ୍ବର କ୍ୱେଶ୍ଚନ୍ ଭୁଲ ଅଛି ପିଲାମାନେ ଏଇଟା। ତ ଏଇଟା ହେଉଛି ପିଲାମାନେ ପ୍ରଶ୍ନ ସୂଚକ ବାକ୍ୟ ହେବ ପିଲାମାନେ, ସରି ପ୍ରଶ୍ନ ସୂଚକ ବାକ୍ୟ ହେବ ଅପସନ୍ ନମ୍ବର ବି। ଆଜି କେତେ ତାରିଖ? ତ ଏଇଟା ହେଉଛି ପିଲାମାନେ ପ୍ରଶ୍ନ ସୂଚକ ବାକ୍ୟ ହେବ, ବିସ୍ମୟ ସୂଚକ ବାକ୍ୟ ହେବ ନାହିଁ ପିଲାମାନେ। ତ ନେକ୍ସଟ ଦେଖିବା, ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ଲୋକଟି ଭାରି ଦୟାଳୁ। ଏଠାରେ ଦୟାଳୁ କି ପ୍ରକାର ପଦ ପିଲାମାନେ? ଲୋକଟି ଭାରି ଦୟାଳୁ, ଏଠାରେ ଦୟାଳୁ କି ପ୍ରକାର ପଦ? କି ପ୍ରକାର ପଦ ପିଲାମାନେ? ବିଶେଷ ନା ବିଶେଷଣ ନା ସର୍ବନାମ ନା କ୍ରିୟା? ରାଇଟ୍ ଆନ୍ସର କେଉଁଟା ହେବ? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ବି ହେଇଯିବ ଆପଣଙ୍କର ରାଇଟ୍ ଆନ୍ସର ପିଲାମାନେ। ଏଇଟା ହେଉଛି ପିଲାମାନେ ବିଶେଷଣ ପଦ ପିଲାମାନେ, ବିଶେଷଣ ପଦ। ଲୋକଟି ଭାରି ଦୟାଳୁ, ଏଠାରେ ଦୟାଳୁ ତ ଏଇଟା ହେଇଗଲା ବିଶେଷଣ ପଦ। ତ ବିଶେଷଣ ପଦ କାହାକୁ କୁହାଯାଏ ପିଲାମାନେ? ଯେଉଁ ପଦ ଅନ୍ୟ ପଦର ଗୁଣ, ଅବସ୍ଥା, ସଂଖ୍ୟା ବା ପରିମାଣକୁ ବୁଝାଏ ତାକୁ ଆମେ କହିବା ବିଶେଷଣ ପଦ ବୋଲି କହିବା, ମନେ ରଖିବେ ଅପସନ୍ ନମ୍ବର ବି ପିଲାମାନେ। ତ ନେକ୍ସଟ କ୍ୱେଶ୍ଚନ୍ ଦେଖିବା, ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ପୂରଣବାଚକ ବିଶେଷଣ ପଦ? ତ ଚାରିଟି ଅପସନ୍ ଦେଇଛି ପିଲାମାନେ। ତ ଚାରିଟି ଅପସନ୍ ମଧ୍ୟରୁ କେଉଁଟା ଗୋଟେ ପୂରଣବାଚକ ବିଶେଷଣ ପଦ କେଉଁଟା ପିଲାମାନେ? 7 ନା 8 ନା 10 ନା 5? କେଉଁଟା ରାଇଟ୍ ଆନ୍ସର? ରାଇଟ୍ ଆନ୍ସର ହେଇଯିବ ଆପଣଙ୍କର ଅପସନ୍ ନମ୍ବର ସି ହେଇଯିବ ଆପଣଙ୍କର ରାଇଟ୍ ଆନ୍ସର, 10 ପିଲାମାନେ, 10। ତ ଏଇଟା ହେଉଛି ପିଲାମାନେ ପୂରଣବାଚକ ବିଶେଷଣ। ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ, ପଞ୍ଚମ, ଷଷ୍ଠ ଏସବୁ ଲାଗିଲା ମାନେ ଗୋଟେ ଗୋଟେ ପୂରଣବାଚକ ବିଶେଷଣ ପଦ। ତ 7, 8, 5 ଏ ତିନୋଟି ହେଉଛି ପିଲାମାନେ ସଂଖ୍ୟାବାଚକ ବିଶେଷଣ ପଦ, ମନେ ରଖିବେ।
ତ ନେକ୍ସଟ ଦେଖିବା, ଏବେ ଦେଖିବା ଉଜ୍ଜଳ ଶବ୍ଦର ବିପରୀତ ଶବ୍ଦ କ'ଣ ହେବ ପିଲାମାନେ? ଉଜ୍ଜଳ ଶବ୍ଦର ବିପରୀତ ଶବ୍ଦ କ'ଣ ହେବ? ଆଲୋକ ନା ଅନାଲୋକ ନା ନିଷ୍ପ୍ରଭ ନା ଝପ୍ସା ପିଲାମାନେ? କେଉଁଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଇଯିବ ଆପଣଙ୍କର ଅପସନ୍ ନମ୍ବର ସି ହେଇଯିବ ଆପଣଙ୍କର ରାଇଟ୍ ଆନ୍ସର୍। ଉଜ୍ଜଳର ଆଲୋକ ହେବ ନାହିଁ ପିଲାମାନେ, ନିଷ୍ପ୍ରଭ ହେବ, ମନେ ରଖିବେ। ଆଉ ଆଲୋକର ହେଇଯିବ ଅନ୍ଧାର ପିଲାମାନେ, ଅନ୍ଧାର, ମନେ ରଖିବେ। ତ ନେକ୍ସଟ ଦେଖିବା, ତ ନେକ୍ସଟ କ୍ୱେଶ୍ଚନ୍ ରହିଛି କୃଦନ୍ତରେ ଶବ୍ଦ ଗଠନର ମୂଳ ଉପାଦାନଟି କ'ଣ ପିଲାମାନେ? କୃଦନ୍ତରେ ଶବ୍ଦ ଗଠନର ମୂଳ ଉପାଦାନଟି କ'ଣ? ଧାତୁ ନା ପ୍ରତ୍ୟୟ ନା ବିଭକ୍ତି ନା ଶବ୍ଦ? ରାଇଟ୍ ଆନ୍ସର୍ କେଉଁଟା ହେବ? ରାଇଟ୍ ଆନ୍ସର୍ ହେଇଯିବ ଆପଣଙ୍କର ଅପସନ୍ ନମ୍ବର ଏ, ଧାତୁ ନା ଧାତୁ ପିଲାମାନେ। ଧାତୁ ପରେ ଯେଉଁ ପ୍ରତ୍ୟୟ ଯୋଗ ହୁଏ ତାକୁ ଆମେ କହିବା କୃଦନ୍ତ ଶବ୍ଦ ବୋଲି କହିବା। ତ କୃଦନ୍ତ ଶବ୍ଦରେ ତ ମୂଳ ଧାତୁ ହେଉଛି ପିଲାମାନେ, ମୂଳ ଧାତୁ, ମନେ ରଖିବେ। ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା, ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ପ୍ରଦେଶଯୁକ୍ତ ଇକ ପ୍ରାଦେଶିକ ଶବ୍ଦରେ ବ୍ୟବହୃତ ଇକ ପ୍ରତ୍ୟୟ କେଉଁ ଅର୍ଥରେ ବ୍ୟବହୃତ? ପଣ୍ୟ ଅର୍ଥରେ ନା ଜୀବିକା ଅର୍ଥରେ ନା ସମ୍ବନ୍ଧ ଅର୍ଥରେ ନା କର୍ତ୍ତ ଅର୍ଥରେ? କେଉଁ ଅର୍ଥରେ ବ୍ୟବହୃତ? କେଉଁଟା ହେବ ରାଇଟ୍ ଆନ୍ସର୍? ଏଇଟା ହେଉଛି ପିଲାମାନେ ସମ୍ବନ୍ଧ ଅର୍ଥରେ। ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା, ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ଅଠା କାଠିରେ ପଡ଼ିବା ତାର ଅର୍ଥ କ'ଣ ପିଲାମାନେ? ଅଠା କାଠିରେ ପଡ଼ିବା ଏହି ରୂଢ଼ିର ଅର୍ଥ କ'ଣ ହେବ? ବିପଦରେ ପଡ଼ିବା ନା ସୁଖରେ ରହିବା ନା ମାୟାଚ୍ଛନ୍ନ ଅବସ୍ଥା ନା ବିମଳରୁ ଓହରି ଆସିବା? ଅଠା କାଠିରେ ପଡ଼ିବା ତାର ଅର୍ଥ କ'ଣ ହେବ? ତାର ଅର୍ଥ ହେଉଛି ପିଲାମାନେ ବିପଦରେ ପଡ଼ିବା, ମନେ ରଖିବେ। ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା, ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ଲାଗୁଆ ତାର ଅର୍ଥ କ'ଣ ପିଲାମାନେ? ଲାଗୁଆ ଏହି ରୂଢ଼ିର ଅର୍ଥ କ'ଣ ହେବ? ଧରାବନ୍ଧା ନା ବନ୍ଧା ଚାକର ନା ଜମି ବନ୍ଧା ଦେବା ନା ବନ୍ଧାଶାଳ? କେଉଁଟା ହେବ ରାଇଟ୍ ଆନ୍ସର୍? ରାଇଟ୍ ଆନ୍ସର୍ ହେଇଯିବ ଆପଣଙ୍କର ଅପସନ୍ ନମ୍ବର ଏ, ଧରାବନ୍ଧା ପିଲାମାନେ। ଲାଗୁଆ ତାର ଅର୍ଥ ହେଉଛି ଧରାବନ୍ଧା। ଅପସନ୍ ନମ୍ବର ଏ। ତ ନେକ୍ସଟ ଦେଖିବା, ତ ନେକ୍ସଟ କ୍ୱେଶ୍ଚନ୍ ରହିଛି ମୁଣ୍ଡକୁ ହାତ ପାଏନା ଏହି ରୂଢ଼ିର ଅର୍ଥ କ'ଣ ହେବ ପିଲାମାନେ? ମୁଣ୍ଡକୁ ହାତ ପାଏନା ଏହି ରୂଢ଼ିର ଅର୍ଥ କ'ଣ ହେବ? କଳନା କରିବା ନା ସୁଖରେ ଚଳିବା ନା ରୋଜଗାରକ୍ଷମ ହେବା ନା ସମର୍ଥ ହେବା ପିଲାମାନେ? ମୁଣ୍ଡକୁ ହାତ ପାଇନା ତାର ଅର୍ଥ କ'ଣ ହେବ? ତାର ଅର୍ଥ ହେଉଛି ପିଲାମାନେ ସମର୍ଥ ହେବା, ମନେ ରଖିବେ। ଅପସନ୍ ନମ୍ବର ଟି। ତ ନେକ୍ସଟ ଦେଖିବା ଅନୁରୋଧ କରିବା ତାର ଅର୍ଥ କ'ଣ ହେବ? ଅନୁରୋଧ କରିବା ଏହି ରୂଢ଼ିର ଅର୍ଥ କ'ଣ ହେବ? ଅନୁରୋଧ କରିବା ତାର ଅର୍ଥ କ'ଣ ହେବ ପିଲାମାନେ? ତାର ଅର୍ଥ ହେଉଛି ହାତ ଧରିବା, ମନେ ରଖିବେ। ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା ବେଦ ହେଉଛି ପୃଥିବୀର ପ୍ରାଚୀନତମ ଗ୍ରନ୍ଥ, ଏଠାରେ ପ୍ରାଚୀନତମ ତ ଏଇଟା ଗୋଟେ କି ପ୍ରକାର ବିଶେଷଣ ପଦ ପିଲାମାନେ? କ୍ରିୟାଜ ବିଶେଷଣ ନା ବିଧେୟ ବିଶେଷଣ ନା ତୁଳନାତ୍ମକ ନା ସଂଖ୍ୟାବାଚକ ବିଶେଷଣ? ପ୍ରାଚୀନତମ ତ ଏଇଟା ହେଉଛି ପିଲାମାନେ ତୁଳନାତ୍ମକ ବିଶେଷଣ ପଦ, ମନେ ରଖିବେ। ତୁଳନାତ୍ମକ ବିଶେଷଣ ହେବ। ପ୍ରାଚୀନତମ, ଦୀର୍ଘତମ, ବୃହତ୍ତମ ଏସବୁ ଲାଗିଲା ମାନେ ତୁଳନାତ୍ମକ ବିଶେଷଣ ପଦ ହେବ। ତ ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବ ଏ ଉଡ଼ନ୍ତା ଚଢ଼େଇର ପର ଗଣିବା ପିଲା। ତ ଉଡ଼ନ୍ତା ତ ଏଇଟା ଗୋଟେ କି ପ୍ରକାର ପଦ ପିଲାମାନେ? ଉଡ଼ନ୍ତା ଦେଇଛି ତ ଏଇଟା ଗୋଟେ କି ପ୍ରକାର ପଦ ପିଲାମାନେ? କ୍ରିୟାପଦ ନା କ୍ରିୟା ବିଶେଷଣ ନା କ୍ରିୟାଜ ବିଶେଷଣ ନା କ୍ରିୟା ବିଶେଷଣ ବିଶେଷଣ ପିଲାମାନେ? ଉଡ଼ନ୍ତା ତ ଏଇଟା ହେଉଛି ପିଲାମାନେ କ୍ରିୟାଜ ବିଶେଷଣ ପଦ, ମନେ ରଖିବେ। ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା ଦୁଇଟି କର୍ମପଦ ଗ୍ରହଣ କରୁଥିବା କ୍ରିୟାକୁ କ'ଣ କୁହାଯାଏ ପିଲାମାନେ? ଦୁଇଟି କର୍ମପଦ ଗ୍ରହଣ କରୁଥିବା କ୍ରିୟାକୁ କ'ଣ କୁହାଯାଏ? ଅକର୍ମକ ନା ସକର୍ମକ ନା ଦ୍ୱିକର୍ମକ ନା ମିଶ୍ର କ୍ରିୟା କୁହାଯାଏ? କ'ଣ କୁହାଯାଏ ପିଲାମାନେ? ମନେ ରଖିବେ ଦୁଇଟି କର୍ମପଦ ଗ୍ରହଣ କରୁଥିବା କ୍ରିୟାକୁ ଆମେ କହିବା ଦ୍ୱିକର୍ମକ କ୍ରିୟା ବୋଲି କହିବା। ତ ଅପସନ୍ ନମ୍ବର ସି। ତ ନେକ୍ସଟ ଦେଖିବା ପ୍ରାଥମିକ ସ୍ତର ପାଠ୍ୟପୁସ୍ତକରେ କେତୋଟି ସ୍ୱରବର୍ଣ୍ଣ ଶିକ୍ଷା ଦିଆଯାଏ ପିଲାମାନେ? ତ ପ୍ରାଥମିକ ସ୍ତରରେ ଯେଉଁଟାକି ଆମେ ଓଡ଼ିଆ ଗ୍ରାମାରରେ କେତୋଟି ସ୍ୱରବର୍ଣ୍ଣ ଅଛି ପିଲାମାନେ? 11ଟି ନା 12ଟି ନା 16ଟି ନା 6ଟି ପିଲାମାନେ? କେତୋଟି ଅଛି? ମନେ ରଖିବେ 11ଟି ପିଲାମାନେ। 11ଟି ସ୍ୱରବର୍ଣ୍ଣ ଅଛି, ମନେ ରଖିବେ। ତ ଅପସନ୍ ନମ୍ବର ଏ ହେଇଯିବ ଆପଣଙ୍କର ରାଇଟ୍ ଆନ୍ସର୍। ଏବେ ଦେଖିବା ପିଲାମାନେ ଲାଷ୍ଟ କ୍ୱେଶ୍ଚନ୍ ଦେଖିବା କେଉଁଟି ସଂଯୋଗ ଅବ୍ୟୟ ପଦ ନୁହେଁ ପିଲାମାନେ? ତ 4ଟି ଅପସନ୍ ଦେଇଛି ତ ଏ ଭିତରୁ କେଉଁଟା ଗୋଟେ ସଂଯୋଗ ଅବ୍ୟୟ ପଦ କେଉଁଟା ନାହିଁ? ମାତ୍ର ନା ପ୍ରକୃତି ନା କିନ୍ତୁ ନା ଓ? କେଉଁଟା ହେବ ରାଇଟ୍ ଆନ୍ସର୍? ଏ ରାଇଟ୍ ଆନ୍ସର୍ ହେଇଯିବ ଆପଣଙ୍କର ଅପସନ୍ ନମ୍ବର ବି ପିଲାମାନେ, ପ୍ରକୃତି ନୁହେଁ ପିଲାମାନେ। ପ୍ରକୃତି କିନ୍ତୁ ସଂଯୋଗ ଅବ୍ୟୟ ପଦ ନୁହେଁ। ମାତ୍ର, କିନ୍ତୁ, ଓ ଏବଂ ଏସବୁ ହେଉଛି ସଂଯୋଗ ଅବ୍ୟୟ ପଦ। ଥ୍ୟାଙ୍କ ୟୁ ପିଲାମାନେ।